ଆସିଲେନି ସରପଞ୍ଚ ସମିତି ସଭ୍ୟା ଗୁଡ୍ଡାରୀ ପଞ୍ଚାୟତ ସମିତି ବୈଠକ ସ୍ଥଗିତ। ଆସିଲେନି ସରପଞ୍ଚ ଓ ସମିତି ସଭ୍ୟା ଫଳରେ ଗୁଡ୍ଡାରୀ ପଞ୍ଚାୟତ ସମିତି ବୈଠକ ସ୍ଥଗିତ ହୋଇଛି। ଗୁରୁବାର ବ୍ଲକ କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟା ନ ଆସିବାରୁ ଗୁଡ୍ଡାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରା ଉପସ୍ଥିତ ଅଧିକାରୀଙ୍କ ସହ ପ୍ରତ୍ୟେକ ପଞ୍ଚାୟତରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିଥିଲେ। ମାତ୍ର 20 ମିନିଟର ଆଲୋଚନା ପରେ କୋରମ ଅଭାବରୁ ବୈଠକକୁ ବାତିଲ ଘୋଷଣା କରିଥିଲେ। ବିଡିଓ ଅନୁପସ୍ଥିତ ଥିବା ସରପଞ୍ଚ ଓ ସମିତି ସଭ୍ୟଙ୍କୁ 14 ଦିନ ମଧ୍ୟରେ ନୋଟିସ ଦିଆଯିବା ପରେ ନୂତନ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ବିଡିଓ କହିଛନ୍ତି। ପୂର୍ବରୁ ଅଧ୍ୟକ୍ଷଙ୍କୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ 17 ଜଣ ସରପଞ୍ଚ ଏବଂ ସମିତି ସଭ୍ୟା ଆଗତ କରିବା ପରେ ଅନାସ୍ଥା ଭୋଟିଂ ମଧ୍ୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହାର ଫଳାଫଳ ନଥିବା ହେତୁ ସମିତି ବୈଠକକୁ ଉପସ୍ଥିତ ନ ରହିଥିବା ସୂଚନା ମିଳିଛି।